जननी जन्मभूमिश्च स्वर्गदपि गरीयसी आपण ସମସ୍ତଙ୍କ ସ୍ୱାଧୀନତାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆପଣ ସମସ୍ତେ ଯେଉଁ ପ୍ରଥମ ଫଟୋଟି ଦେଖିଲେ ସେଇଟା ମୁଁ ଖାଇବା ମୋର ଜାତୀୟ ପତାକାକୁ ସମ୍ମାନ ଦେଇକି ତାରି ଭଳି ଗୋଟେ ବନେଇଥିଲି। ଆଉ ତାପରେ ମୁଁ ମୋର ଆସିବା ଆଗରୁ ଜାଣିଥିଲି ଆଗକୁ ଆମର ସ୍ୱାଧୀନତା ଦିବସ ଆସିବ ବୋଲି ମନେ ପକେଇକି ୱାନ୍ ପାଇଁକି ନେଇକି ଆସିଥିଲି ଆମର ଜାତୀୟ ପତାକା। ଆଉ ତାର ସେ ରିଲେଟେଡ଼୍ ଯେଉଁ ବି ଥିଲା ଜିନିଷ ତା ପାଖରେ ଡ୍ରେସ୍ ଆଉ ଯେଉଁଟା ମୁଣ୍ଡରେ ସେ ପିନ୍ଧିଛି ଯାହା ବି ହେଲେ ଆମର ମାତୃଭୂମି ଆମ ପାଇଁ ବହୁତ ବଡ଼। ଆମେ ସମସ୍ତେ ସେଇଠି ଜନ୍ମ ନେଇଛେ ଆଉ ସମସ୍ତଙ୍କର ସେଥିପ୍ରତି ଗୋଟେ ସମ୍ମାନ ସ୍ନେହ ରହିଛି। ୟୁହାନ୍ ଏଇଠି ଡ୍ୟାନ୍ସ କରୁଥିଲା। ମୁଁ ସେ ଗୀତଟା ଦେଇନି କାହିଁକିନା କପିରାଇଟ୍ସ ହେଇଯିବ ବୋଲି। ତାପରେ ତାର ଏଇଟା ମୁଁ ତାର ଇନଷ୍ଟାଗ୍ରାମରେ ପକେଇଛି, ଆପଣମାନେ ସବୁ ଦେଖିପାରିବେ। ତାପରେ ଆମେମାନେ ତାକୁ ନେଇ ସ୍କୁଲ ଯାଇଥିଲୁ। ଆଜି ତାଙ୍କ ସ୍କୁଲରେ ଚିଲଡ୍ରେନ୍ସ ଡେ ସେଲିବ୍ରେସନ୍ ହେଉଥିଲା। ସମସ୍ତଙ୍କୁ କିଛି ନା କିଛି କୁହା ହେଇଥିଲା ଆଣିକି ଆସିବା ପାଇଁକି। ଆଉ ସେଥିପାଇଁକି ୟୁହାନ୍ ଆଜ୍ ୟୁଜୁଆଲ୍ ତା ବାବା ଉପରେ ବସିକି 90% ଟାଇମ୍ ଯାଏ କାହିଁକିନା ଟିକେ ଦୂର ବାଟ, ସେ ବେଶୀ ବାଟ ଚାଲିବାକୁ ଛୋଟ ପିଲାଟା ଥକିଯାଏ ବୋଲି। ଆମେମାନେ ଏଇଠି ସବୁ କେତେଜଣ ପ୍ୟାରେଣ୍ଟସ୍ ତାଙ୍କର ଗାଡ଼ି ଲଗାଉଥିଲେ ଛୁଆଙ୍କୁ ଛାଡ଼ିବା ପାଇଁ। ଆଉ ତାର ସ୍କୁଲ ପାଖରେ ପହଞ୍ଚି ଯାଇଥିଲୁ। ସ୍କୁଲ ପାଖରେ ପହଞ୍ଚିଲା ପରେ ମୁଁ କହିଲି ଘରେ ତ ଗୋଟେ ଥର କଲୁ, ବାହାରକୁ ଆସିକି ସ୍କୁଲ ଡ୍ରେସ୍ରେ ବି ଗୋଟେ ଥର ନେଇଯା, ଏଇଟା ଗୋଟେ ମେମୋରି ହେଇକି ରହିବ ବୋଲି। ତେଣୁ ସେ ଓହ୍ଲେଇକି ତାପରେ ତାକୁ ଆମେ ସେଇଠି ଠିଆ କରେଇକି ମୁଁ ଆମ ଦେଶର ପତାକା ସହ ଭାରତ ମାତା କି ଜୟ ବନ୍ଦେ ମାତରମ୍ ତାକୁ କରଉଥିଲି। କାହିଁକିନା ଦେଶ ପ୍ରେମ ଗୋଟେ ବହୁତ ମାନେ ରେୟାରଲି ଆମେ ସମସ୍ତେ ସେଇଟା ଗୋଟେ ଯେଉଁ କୁହନ୍ତି ଗୋଟେ ଯେଉଁ ମନ ଭିତରେ ବହୁତ ଭଲରେ ଆସେ। ଆଉ ସେଇଟା ଏଇ ଦିନରେ ତ ବହୁତ ଅଧିକା ଆସେ। ଆଉ ସେଥିପାଇଁକି ଆସିକି ପହଞ୍ଚି ଯାଇଥିଲୁ ତା ସ୍କୁଲ ପାଖରେ। ତା ସ୍କୁଲରେ ଯେଉଁ ଟିଚର ମାନେ ସବୁ ୱେଟ୍ କରିଥିଲେ। ଆଜି ଯେମିତି କହିଲେ ଚିଲଡ୍ରେନ୍ସ ଡେ ତାଙ୍କ ସବୁ ସଜା ହେଇଥିଲା ତାଙ୍କର ଛୁଆମାନଙ୍କର ସବୁ ଇଏ ପାଇଁକି। ତେଣୁ ସିଏ ତାର ନେଇକି ଭିତରକୁ ଯାଇଥିଲା। ତାଙ୍କର ଟିଚର ମାନେ ଆସିକି ତାକୁ ନେଇକି ଗଲେ। ଆଉ ତାର ସେଇଠି ଖୁସିରେ ସେ ପୁରା ପଳେଇଗଲା, ଦୌଡ଼ିଲା ଖେଳିବା ପାଇଁ। ଆମେ ଟିକେ ଠିଆ ହେଇକି ଦେଖିଲୁ। ବହୁତ ମ୍ୟୁଜିକ୍ ବାଜୁଥିଲା, ପିଲା ସବୁ ଡ୍ୟାନ୍ସ କରୁଥିଲେ, ଟିଚର ମାନେ ବି ସବୁ ଡ୍ୟାନ୍ସ କରୁଥିଲେ ସେଇଠି ଥିଲା। ଆମେ ତାଙ୍କୁ ସେଇ ଜୁସ୍ଟା ତା ବାବା ଦେଉଥିଲେ, ତାର ଆଜି ଥିଲା। ତାପରେ ସେଇଠି ଖେଳୁଥିଲା। ମୁଁ ଗୋଟେ ଟିକେ ଭିଡ଼ିଓ ନେଇ ପଳେଇ ଆସିଲୁ। ଆଉ ତାପରେ ତାଙ୍କର ସବୁ ଟିଚର ମାନେ ଏମିତି ରଖାରଖି କରୁଥିଲେ, ପିଲାମାନେ ସବୁ ଏମିତି ଖେଳୁଥିଲେ। ଆଉ କିଛିଟା ଦେଖିଲୁ। ଆଶା କରୁଛି